ତାଙ୍କ ନାମ ଉଚ୍ଚାରିତ ହେଲେ କୁଆଁରୀ ଛାତିରେ ଖେଳିଯାଏ ରୋମାଞ୍ଚ। ତାଙ୍କ ଉପନ୍ୟାସର ପ୍ରତିଟି ଧାଡ଼ିରେ ଥାଏ ଅସୁମାରୀ ଉତ୍କଣ୍ଠା, ପ୍ରତିଟି ଶବ୍ଦରେ ସମ୍ମୋହନ, ପ୍ରତିଟି ଅକ୍ଷରରେ ଭାବପ୍ରବଣତା। ଦୀର୍ଘ 7 ଦଶନ୍ଧି ଧରି ଓଡ଼ିଆ ସାହିତ୍ୟରେ ଗହଳ ଚହଳ ସୃଷ୍ଟି କରି ଆସିଥିବା ଶତାଧିକ ଉପନ୍ୟାସ, ଗଳ୍ପ ଓ ଗଦ୍ୟରେ ସାହିତ୍ୟର ଅମାର ଭର୍ତ୍ତି କରି ଆସିଥିବା ଜଣେ କିମ୍ବଦନ୍ତୀ ପୁରୁଷ ହେଉଛନ୍ତି ବିଭୂତି ପଟ୍ଟନାୟକ। ବହିର ମଲାଟରେ ତାଙ୍କ ହାତଲେଖା 6ଟା ଅକ୍ଷରର ନାମ ହେଉ କିମ୍ବା 3H ଲୁଇସ୍ ରୋଡ଼ର ଗ୍ରାନାଇଟ୍ ନେମ୍ପ୍ଲେଟ୍, ବିଭୂତି ପଟ୍ଟନାୟକ କେବଳ 8ଟି ଅକ୍ଷରର ସମାହାର ନୁହେଁ, ବରଂ ଆମ ସାହିତ୍ୟର ଶିରାପ୍ରଶିରାରେ ପ୍ରବାହିତ ହେଉଥିବା ହିମୋଗ୍ଲୋବିନ୍, ଯିଏ ବିଶୁଦ୍ଧ ଅମ୍ଳଜାନ ହୋଇ ଆମକୁ ଜିଆଇ ରଖିଛି ସମୟର ହଜାରେ ହିପୋକ୍ରେସି ଭିତରେ। ନିଜ ସର୍ଜନାର ବିଭୂତିରେ ଓଡ଼ିଆ କଥା ସାହିତ୍ୟର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ବଶୀଭୂତ କରି ଚାଲିଥିବା ଏହି ବିରଳ ପ୍ରତିଭା 25 ଅକ୍ଟୋବର 1937 ମସିହାରେ ଏକ ବର୍ଷଣ ମୁଖର ଝଡ଼ ରାତିରେ ଜଗତସିଂହପୁର ଜିଲ୍ଲାର ବିଙ୍ଗେଶ୍ୱର ଗ୍ରାମରେ ଓହ୍ଲାଇ ଆସିଥିଲେ ଏହି ଧରାପୃଷ୍ଠକୁ। କିଏ ଜାଣିଥିଲା ସେହି ଝଡ଼ ଶିଶୁ ପରବର୍ତ୍ତୀ କାଳରେ ହଜାର ହଜାର ହୃଦୟରେ ଝଡ଼ ସୃଷ୍ଟି କରିବେ ବୋଲି। ମୋ ଜୀବନରେ ସାହିତ୍ୟ ଏକ ଅନିବାର୍ଯ୍ୟ ଆବଶ୍ୟକତାରେ ପରିଣତ ହୋଇଯାଇଛି। ମୁଁ ଯେତେବେଳେ ଡିଙ୍ଗେଶ୍ୱର ଭଳି ଗୋଟେ ଛୋଟ ଗାଁରେ ଜଣେ ଶିକ୍ଷକ ପରିବାରର ଜ୍ୟେଷ୍ଠ ପୁତ୍ର ଭାବରେ ଜନ୍ମଗ୍ରହଣ କଲି, କେହି ଆଶା କରିନଥିଲେ ଯେ ମୁଁ ଜଣେ ଲେଖକ ହେବି, କିନ୍ତୁ ସମସ୍ତଙ୍କର ଭରସା ଥିଲା ମୁଁ ଜଣେ ଭଲ ମଣିଷ ହେବି। ଏଇ ଭଲ ମଣିଷ ହେବା ପାଇଁ ମୋ ଭିତରେ ଯେଉଁ ସୃଜନଶୀଳ ପ୍ରତିଭା ଥିଲା ସେ କ୍ରମଶଃ ବିକଶିତ ହେଲା ଏବଂ ଜୀବନର ଏ ଧୂସର ଅପରାହ୍ନରେ ପହଞ୍ଚିଲା ପରେ ମୋର ଅନୁଭୂତି ହେଉଛି, ଉପଲବ୍ଧି ହେଉଛି ଯେ ମୁଁ ବୋଧହୁଏ ଜନ୍ମ ହୋଇଥିଲି ସାହିତ୍ୟ ରଚନା ପାଇଁ। କବିତା ଲେଖାରୁ ମୋ ଜୀବନ ଆରମ୍ଭ ହୋଇଥିଲା, ଲେଖକ ଜୀବନ, କିନ୍ତୁ ସମାପ୍ତି ଘଟୁଛି ଉପନ୍ୟାସ ଲେଖାରେ। ଏଯାବତ୍ ଆମକୁ ଲକ୍ଷାଧିକ ପୃଷ୍ଠାର ସୃଜନ ବାଣ୍ଟି ଆସିଥିବା ବିଭୂତି ପଟ୍ଟନାୟକ ଦିନ ଯାଏ ଚିହ୍ନ ରହେ, କେଶବତୀ କନ୍ୟା, ପ୍ରେମିକା ବା ରାଗ ଅନୁରାଗ ଭଳି କେବଳ ଜନପ୍ରିୟ ରୋମାଣ୍ଟିକ ଉପନ୍ୟାସ ନୁହେଁ, ବରଂ ବଧୂ ନିରୁପମା, ନାୟିକାର ନାମ ଶ୍ରାବଣୀ, ଚପଳ ଛନ୍ଦା, ଭାରତ ବିଭାଜନ ଭଳି ଅସଂଖ୍ୟ ବାସ୍ତବବାଦୀ ସାମାଜିକ ଉପନ୍ୟାସ ରଚନା କରି ଆମ ସମୟର ଅସଲ ଭାଷ୍ୟକାର ପାଲଟିଛନ୍ତି। ଗଳ୍ପ, ଉପନ୍ୟାସ ବା କବିତା ଭଳି କେବଳ ସର୍ଜନଶୀଳ ସାହିତ୍ୟ ନୁହେଁ, ସମୀକ୍ଷା ଓ ସମାଲୋଚନା ସାହିତ୍ୟରେ ମଧ୍ୟ ତାଙ୍କର ରହିଛି ଯଥେଷ୍ଟ ପ୍ରସିଦ୍ଧି। ଗଳ୍ପ ନାମକ ଏକ ପତ୍ରିକା ସମ୍ପାଦନା କରି ସେ କଥା ସାହିତ୍ୟର ଅସଂଖ୍ୟ ସମ୍ଭାବନାମାନଙ୍କୁ ଯାଚିଛନ୍ତି ପ୍ରେରଣା ଓ ପ୍ରେମ। ସେ ଦାନ୍ତ ଚିପି ଉପନ୍ୟାସ ଲେଖନ୍ତି ନାହିଁ, ଯଦିଓ ଉପନ୍ୟାସ ଲେଖିବା ତାଙ୍କ ପାଇଁ କେବେ ଉତ୍ସବମୟ ଘଟଣା ମଧ୍ୟ ନୁହେଁ। ପ୍ରତିଟି ଲେଖକର ଭାବ ଓ ଭାଷା ଅଲଗା, ସେହି ଅଲଗାପଣର ପରିଚୟ ହିଁ ତାଙ୍କ ପାଇଁ ଆଣିଦେଇଛି ଅଜସ୍ର ଯଶ, ଲୋକପ୍ରିୟତା ଓ ଆନୁଷ୍ଠାନିକ ସ୍ୱୀକୃତି। ଏ ସମୟର ଯେତେ ଜଣ ଲେଖକ, ଯେତେ ଜଣ ଗାଳ୍ପିକ ଉପନ୍ୟାସ ଲେଖୁଛନ୍ତି, ସେମାନେ ମାନନ୍ତୁ କି ନ ମାନନ୍ତୁ, ବିଭୂତି ପଟ୍ଟନାୟକଙ୍କ ବହିର ପ୍ରଭାବ ସେମାନଙ୍କ ଉପରେ ପ୍ରତ୍ୟକ୍ଷରେ ବା ପରୋକ୍ଷରେ ନିଶ୍ଚୟ ପଡ଼ିଥିବ, ଏଥିରେ ସନ୍ଦେହ ନାହିଁ। ଯେତେବେଳେ ଆମେ ଲେଖାଲେଖି କଲୁ ସେତେବେଳେ ବିଭୂତି ପଟ୍ଟନାୟକ ଆମ ପାଇଁ ଷ୍ଟାର୍ ହେଇକି ଥିଲେ। ବିଭୂତି ପଟ୍ଟନାୟକଙ୍କର ସାମାଜିକ ଉପନ୍ୟାସକୁ ବାଦ ଦେଇକରି ମୋ ମତରେ ଓଡ଼ିଶାର ସାମାଜିକ ଜୀବନର କଳ୍ପନା କରାଯାଇପାରିବ ନାହିଁ। ସେ ବଧୂ ନିରୁପମା ହେଉ, ସେ ନାୟିକାର ନାଁ ଶ୍ରାବଣୀ ହେଉ, ତାଙ୍କର ସମସ୍ତ ବହି କେବଳ ଓଡ଼ିଶା ନୁହେଁ, ସମଗ୍ର ଭାରତୀୟ ସାମାଜିକ ଜୀବନର ଯେ ଏକ ସାର୍ଥକ ଚିତ୍ର, ଏଥିରେ କୌଣସି ସନ୍ଦେହ ନାହିଁ। ଓଡ଼ିଶା ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ଝଙ୍କାର ଓ ବିଶୁବ ପୁରସ୍କାର, ସାହିତ୍ୟ ଭାରତୀ ସମ୍ମାନ, ସାରଳା ପୁରସ୍କାର, ଅତିବଡ଼ି ପୁରସ୍କାର କେବଳ ନୁହେଁ, ଜଣେ ଚଳଚ୍ଚିତ୍ର କାହାଣୀକାର ଭାବେ ମଧ୍ୟ
ସେ ହାସଲ କରିଛନ୍ତି ରଜତ କମଳ ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ମାୟା ମିରିଗ, ବଧୁ ନିରୁପମା, ହାକିମ ବାବୁ, ଶୀତରାତି, ଗାରେ ସିନ୍ଦୁର ଧାରେ ଲୁହ ଆଦି ଚଳଚ୍ଚିତ୍ରର ଶ୍ରେଷ୍ଠ କାହାଣୀକାର ଭାବେ ସେ ଏକାଧିକ ବାର ପାଇଛନ୍ତି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। କାହ୍ନୁଚରଣଙ୍କ ପରବର୍ତ୍ତୀ ସମୟରେ ଯଦି ଓଡ଼ିଆ ପାଠକମାନଙ୍କୁ କିଏ କଥା ସାହିତ୍ୟ ସହିତ ବାନ୍ଧି ରଖିଥାଏ ତାହେଲେ ସେ ହେଉଛନ୍ତି ବିଭୂତି ପଟ୍ଟନାୟକ। ବିଭୂତି ପଟ୍ଟନାୟକ ଲୋକ ଏଇଥିପାଇଁ ପଢ଼ନ୍ତି, ସବୁ ବର୍ଗର ଏବଂ ସବୁ ବୟସର ଲୋକ ଏବଂ ସବୁ ଚେତନାର ଲୋକଙ୍କ ପାଇଁ ତାଙ୍କ ଗଳ୍ପରେ ବା ତାଙ୍କ ସାହିତ୍ୟରେ ତାଙ୍କ ଉପନ୍ୟାସରେ ଖୋରାକ ଥାଏ। ତେଣୁ ଆପଣ ତାଙ୍କୁ କେବଳ ଲୋକପ୍ରିୟ ବା ପ୍ରେମ ଗଳ୍ପ ଭିତରେ ସୀମିତ ରଖିଲେ ହେବ ନାହିଁ। ସେ ସମାଜବାଦୀ ବାସ୍ତବତା କଥା କହିଛନ୍ତି ଏବଂ ସମାଜ ବାସ୍ତବତା କଥା ମଧ୍ୟ ତାଙ୍କ ସାହିତ୍ୟରେ କହିଛନ୍ତି। ସେ କମ୍ୟୁନିଜିମ୍ ଆନ୍ଦୋଳନ ସହିତ ସଂଶ୍ଳିଷ୍ଟ ଥିଲେ। ପରବର୍ତ୍ତୀ ସମୟରେ ସେ ପୁଣି ସମାଜବାଦୀ ଆନ୍ଦୋଳନରୁ ଆସି ଓଡ଼ିଶାର ଅଗଣିତ ଯେଉଁ ଖଟିକିଆ ମେହନତୀ ମଣିଷର ସ୍ୱର ତାଙ୍କ ସାହିତ୍ୟ ମାଧ୍ୟମରେ ଦର୍ଶାଇଛନ୍ତି। ତେଣୁ ବିଭୂତି ପଟ୍ଟନାୟକ ମୋତେ ଭାବେ ସେ କେବଳ ଓଡ଼ିଆ ଗଳ୍ପର ନୁହେଁ, ଓଡ଼ିଆ ମଧ୍ୟବିତ୍ତ ମଣିଷର ସ୍ୱର ତାଙ୍କ ଗଳ୍ପରେ ତାଙ୍କ ସାହିତ୍ୟରେ ଆମେ ଶୁଣିବାକୁ ଚାହୁଁ। ବିଭୂତି ପଟ୍ଟନାୟକ ଓଡ଼ିଆ ସାହିତ୍ୟକୁ ସଂସ୍କାର ଅଭିମୁଖୀ କରିଛନ୍ତି, ଓଡ଼ିଆ ପାଠକମାନଙ୍କୁ ଦୀକ୍ଷିତ କରିଛନ୍ତି, ସାହିତ୍ୟ ପଢ଼ିବାରେ ମନ୍ତ୍ରିତ କରିଛନ୍ତି ଏବଂ ଓଡ଼ିଆ ଲେଖକମାନଙ୍କୁ ସେ ହାତ ଧରି ଅନେକ ବାଟ ନେଇ ଆସିଛନ୍ତି। ପାଠକମାନଙ୍କ ଦ୍ୱାରା ପ୍ରଭାବିତ ହେବାକୁ ନୁହେଁ, ବରଂ ସେମାନଙ୍କୁ ପ୍ରଭାବିତ କରିବା ପାଇଁ ଲେଖନ୍ତି ବିଭୂତି ପଟ୍ଟନାୟକ। 1955ରେ ଜନସାହିତ୍ୟ ପତ୍ରିକାରେ ପ୍ରକାଶିତ ଶେଷ ବସନ୍ତ ଥିଲା ତାଙ୍କର ପ୍ରଥମ ଉପନ୍ୟାସ। ଏଯାବତ୍ 105ଟି ଉପନ୍ୟାସ, 33ଟି ଗଳ୍ପଗ୍ରନ୍ଥ, 2ଟି କିଶୋର ଉପନ୍ୟାସ, 5ଟି ପ୍ରବନ୍ଧ ପୁସ୍ତକ, 4ଟି ଭ୍ରମଣ କାହାଣୀ, 2ଟି କବିତା ଓ ଆତ୍ମଜୀବନୀ ଜୀବନ ପାତ୍ରମ ଭରିଛ କେତେ ମତେ ରଚନା କରିଥିବା ଡକ୍ଟର ପଟ୍ଟନାୟକ ଆଜି 80 ପର ବୟସରେ ମଧ୍ୟ ଭରି ଚାଲିଛନ୍ତି ଓଡ଼ିଆ ବାଣୀ ଭଣ୍ଡାରକୁ। ଜୀବନର ଅଧିକାଂଶ ସମୟ ଲେଖାଲେଖିରେ ବ୍ୟୟ କରିଥିଲେ ମଧ୍ୟ ସେ ପରିବାର ଓ ପ୍ରିୟଜନଙ୍କ ପାଇଁ କିଛି କମ୍ ସମୟ ଦେଇନାହାନ୍ତି। ବଜାର ସଉଦା କରିବାଠୁ ମାଛ କିଣା, ପତ୍ନୀ ଓ ପରିବାର ସହ ଗପସପ, ତରୁଣ ଲେଖକ ବନ୍ଧୁଙ୍କ ସହ ନିର୍ଭେଜାଲ ଭାବଦୋସ୍ତି ତାଙ୍କ ଉଜ୍ଜ୍ୱଳ ବ୍ୟକ୍ତିତ୍ୱର ଅନ୍ୟ ଏକ ଦିଗ। ତରୁଣ ଲେଖକମାନଙ୍କୁ ସର୍ବଦା ଉପନ୍ୟାସ ଲେଖିବା ପାଇଁ ଉତ୍ସାହିତ କରି ଆସିଥିବା ଶ୍ରୀ ପଟ୍ଟନାୟକ ତାଙ୍କ ସଫଳତାର ରହସ୍ୟ ଖୋଲିବାକୁ ଯାଇ ପ୍ରଚୁର ପଢ଼ାପଢ଼ି କରିବାକୁ ପରାମର୍ଶ ଦିଅନ୍ତି। 2017 ମସିହାରେ ମୋର ଆତ୍ମଜୀବନୀ ଜୀବନ ପାତ୍ର ମୋ ଭରିଛ କେତେ ମତେ ପ୍ରକାଶିତ ହେଲା ଏବଂ ସେଥିରେ ମୁଁ ଉଲ୍ଲେଖ କରିଥିଲି ଏହାପରେ ମୁଁ ଗପ ଲେଖିବି କିନ୍ତୁ ଉପନ୍ୟାସ ଆଉ ଲେଖିବି ନାହିଁ ଏବଂ ଯେଉଁ ସବୁ ବହି ଗତ 20 ବର୍ଷ ଭିତରେ କିଣିକିରି ରଖିଛି ତାକୁ ପଢ଼ିବାରେ ସମୟ ବ୍ୟୟ କରିବି। କିନ୍ତୁ ଘଟଣାକ୍ରମେ ମୁଁ ଯେହେତୁ କରୋନା ସଂକ୍ରମଣ ଫଳରେ ଗୃହବନ୍ଦୀ ହୋଇ ରହିଲି, ସେହି ଅବସରରେ 2020 ମସିହା ଫେବୃଆରୀ ମାସରୁ 2021 ମସିହା ଜୁଲାଇ ମାସ ପର୍ଯ୍ୟନ୍ତ ପ୍ରାୟ ବର୍ଷେ 3 ମାସ କାଳ ଏକ ଧାରାବାହିକ ଉପନ୍ୟାସ ମୋତେ ଲେଖିବାକୁ ହେଲା ପ୍ରମେୟ ରବିବାର ସଂଖ୍ୟାରେ ଏବଂ ମୁଁ ଭାବୁଛି ସେଇ ଉପନ୍ୟାସ କାଳ ଓ କାଳ, ଯାହାର ପୃଷ୍ଠଭୂମି 1866ରୁ 1886, ଏହି ସମୟ କାଳ ଭିତରେ, ଏହି କାଳଖଣ୍ଡ ଭିତରେ ଓଡ଼ିଶାର ସାମାଜିକ, ଅର୍ଥନୈତିକ, ରାଜନୈତିକ ଜୀବନର ଇତିବୃତ୍ତିକୁ ନେଇ ସେ ଉପନ୍ୟାସଟି ମୁଁ ଶେଷ କରିଛି। ମୁଁ ଭାବୁଛି ପ୍ରତି ଉପନ୍ୟାସ ଲେଖି ସାରିଲା ପରେ ମୋ ଭିତରେ ଏକ ପ୍ରକାର ଅସ୍ୱସ୍ତି ଥାଏ, କିନ୍ତୁ ଏହି କାଳ ଓ କାଳ ଉପନ୍ୟାସ ଯେଉଁଟା ପାଖାପାଖି 400 ପୃଷ୍ଠାରୁ ଅଧିକ ହେବ ରେ ମୁଁ ଆତ୍ମସନ୍ତୋଷ ଲାଭ କରିଛି ଏବଂ ମୁଁ ଭାବୁଛି ମୋର ସବୁ ଉପନ୍ୟାସ ଭିତରେ ଇଏ ଏକ ବ୍ୟତିକ୍ରମୀ କ୍ଲାସିକ୍ ଉପନ୍ୟାସ ଭାବରେ ଗୃହୀତ ହେବ। Time Pass, the trendsetter.